प्रियात्मन सप्रेम जयजीव आदि मुनीश्वर जोगेश्वर परम पूज्य सत्य सम्राट सद्गुरुदेव शिव मुनिंकर वचनामृत रामायणर मर्म ଏହା ଅଧ୍ୟାତ୍ମ ରାମାୟଣରେ ମଧ୍ୟ କୁହାଯାଇଛି। ନା ଜ୍ଞାନ ଚକ୍ଷୁସ୍ତ୍ୱାଂ ପଶ୍ୟେନ୍ଦନ୍ଧ ଦୃଗ୍ ଭାସ୍କରଂ ଯଥା ଜମିନସ୍ତ୍ୱାଂ ବିଚିନ୍ୟନ୍ତି ସ୍ୱଦେହେ ପରମେଶ୍ୱରମ୍। ସର୍ଗ 2 ଶ୍ଲୋକ 74। ଯେପରି ଅନ୍ଧକୁ ସୂର୍ଯ୍ୟ ଦେଖାଯାଏ ନାହିଁ, ସେହିପରି ଯାହାର ଜ୍ଞାନ ନେତ୍ର ନାହିଁ, ସେ ନିଜକୁ ପରମେଶ୍ୱରକୁ ଅର୍ଥାତ୍ ରାମକୁ ନିଜ ଦେହରେ ଦେଖିପାରେ ନାହିଁ। ଏହି ଅଧ୍ୟାତ୍ମ ରାମାୟଣରେ କୁହାଯାଇଛି, ରଜ୍ଜାବହିମିବାତ୍ମାନଂ ଜୀବଂ ଜ୍ଞାତ୍ୱା ଭୟଂ ଭବେତ୍ ପରମାତ୍ମା ଅହମିତି ଜ୍ଞାତ୍ୱା ଭୟ ଦୁଃଖୈର୍ବିମୁଚ୍ୟତେ। ସ୍ୱର୍ଗ 1 ଶ୍ଲୋକ 26। ମୋଟା ଦଉଡ଼ିରେ ସର୍ପର ଭ୍ରମ ପରି ନିଜକୁ ଦିନହୀନ ଜୀବ ବୋଲି ମାନିବାରେ ହିଁ ମନୁଷ୍ୟକୁ ଭୟ ହୋଇଥାଏ। କିନ୍ତୁ ଏ ଜୀବ ଯେବେ ବୁଝିଯାଏ ଯେ ମୁଁ ପରମାତ୍ମା ଅଟେ, ତେବେ ସେ ସମ୍ପୂର୍ଣ୍ଣ ଭୟ ଓ ଦୁଃଖରୁ ମୁକ୍ତି ପାଇଥାଏ। ଯଦି ମୋର ଭାଗ୍ୟ ବିଧାତା ଅନ୍ୟ କେହି ନୁହେଁ, ମୁଁ ସ୍ୱୟଂ ଅଟେ, ତେବେ ଭୟ କାହାକୁ? ସ୍ୱର୍ଗ, ନର୍କ, ମତବାଦ, ମତବାଦୀ, ପୁଣ୍ୟ ପାପ ତଥା ଯମ, ଯମଦୂତ ସବୁ ମୋର କଳ୍ପନାରେ ରହିଛି। କେବଳ ପ୍ରକୃତ ଜ୍ଞାନ ହେବାର ବିଳମ୍ବ ଅଛି। ପ୍ରକୃତ ଜ୍ଞାନ ହୋଇଗଲେ ଏସବୁ ନଷ୍ଟ ହୋଇଯିବାରେ ଡେରି ନାହିଁ। ଏଥିପାଇଁ ଅଧ୍ୟାତ୍ମ ରାମାୟଣରେ କୁହାଯାଇଛି, ବିଜ୍ଞାନ ଚୈକାତ୍ମ୍ୟମ୍ ଥାମମ୍ ଜୀବୟ ସୁଖ ଭବେନ୍ନେରୁରିବଃ ପ୍ରକମ୍ପନଃ। ପରମାତ୍ମା ଓ ଜୀବାତ୍ମାର ଏକତା ଜାଣି ମନୁଷ୍ୟ ସୁମେରୁ ପରି ଦୃଢ଼, ନିର୍ଭୟ ଏବଂ ସୁଖୀ ହୋଇଯାଏ। ସର୍ବଜ୍ଞମୀଶ୍ୱରମ୍ ଅନନ୍ତଗୁଣଂ ବିଉଦସ୍ତମାୟଂ ଭଜେ ରଘୁପତିଂ ଭଜତାଂ ଭିନ୍ନମ୍। ସ୍ୱର୍ଗ 2 ଶ୍ଲୋକ 77। ସେ ସର୍ବଜ୍ଞ ଈଶ୍ୱର, ଅନନ୍ତ ଗୁଣଧାରୀ, ମାୟା ରହିତ ରଘୁପତିକୁ ମୁଁ ମଧ୍ୟ ଭଜନ କରୁଛି, ଯେ କି ରଘୁପତିକୁ ଭଜନ କରିବା ଲୋକଠାରୁ ଅଲଗା ନୁହନ୍ତି। ଅର୍ଥାତ୍ ଯିଏ ରାମ, ସେ ଭଜନକର୍ତ୍ତା ମଧ୍ୟ। ଭକ୍ତ ହିଁ ସେ ଭଗବାନ, ଯାହାର ସେ ଭଜନ କରୁଛି। କ'ଣ ପ୍ରଥମେ କେହି ଏହିପରି ମୁନି ଥିଲେ ଯେ ଏ ଜୀବଧାରୀ ପ୍ରାଣୀମାନଙ୍କୁ ରାମ ବୋଲି ମାନୁ ନଥିଲେ? ନା, ରାମାୟଣ ଅନୁସାରେ ଏହିପରି କେହି ନଥିଲେ ଯେ ଏହି ମନୁଷ୍ୟମାନଙ୍କୁ ହିଁ ରାମ ବୋଲି ମାନୁ ନଥିଲେ। ରାମାୟଣରେ କୁହାଯାଇଛି, ଯେହିଁ ପୁଛୁଁ ସୋଇ ମୁନି ଅସ କହଇ, ଈଶ୍ୱର ସର୍ବଂ ଭୂତମୟ ଅହଇ। ଉତ୍ତରକାଣ୍ଡ ଦୋହା 10 915। ଯେଉଁ ମୁନିଙ୍କୁ ପଚାରିଲେ ସେ କହେ ଯେ ଈଶ୍ୱର ସବୁ ପ୍ରାଣୀଙ୍କ ହୃଦୟରେ ରହେ। ସେ ସର୍ବଭୂତମୟ। ଭୂତର ଅର୍ଥ ଜୀବଧାରୀ ବା ପ୍ରାଣୀ। ଅହଙ୍କାର ଶିବ, ବୁଦ୍ଧି ଅଜ, ମନ ଶଶୀ, ଚିତ୍ତ ମହାନ। ମନୁଜ ବାସ ସଚରାଚର ରୂପ, ରାମ ଭଗବାନ। ଲଙ୍କାକାଣ୍ଡ 15କ। ଏ ମହାନ ମନୁଷ୍ୟ ଶରୀରରେ ଯେଉଁ ଅହଙ୍କାର ରହିଛି, ତାହା ଶିବ। ଏଥିରେ ଯେଉଁ ବୁଦ୍ଧି ଅଛି, ତାହା ବ୍ରହ୍ମା। ଏଥିରେ ଯେଉଁ ମନ ଅଛି, ତାହା ଚନ୍ଦ୍ରମା। ମନୁଷ୍ୟ ଶରୀରରେ ବାସ କରୁଥିବା ବା ରହୁଥିବା ସଚରାଚର ରୂପ ଭଗବାନ ରାମ ଅଟନ୍ତି। ରାମାୟଣର ପ୍ରଥମେ ହିଁ ତୁଳସୀଦାସ କହିଛନ୍ତି, ଭବାନୀ ଶଙ୍କରୌ ବନ୍ଦେ ଶ୍ରଦ୍ଧା ବିଶ୍ୱାସ ରୂପିଣୌ ଯାଭ୍ୟାଂ ବିନା ନ ପଶ୍ୟନ୍ତି ସିଦ୍ଧା ସ୍ୱାଃ ଅନ୍ତସ୍ଥୋ ଈଶ୍ୱରମ୍।
ମୁଁ ଭବାନୀ ଓ ଶଙ୍କରକୁ ବନ୍ଦନା କରୁଛି। ଏ ଭବାନୀ ଶଙ୍କର କିଏ ତାହା ବର୍ତ୍ତମାନ ଶୁଣି ନିଅନ୍ତୁ। ମନୁଷ୍ୟ ମଧ୍ୟରେ ଯେଉଁ ଶ୍ରଦ୍ଧା ରହିଛି ତାହା ପାର୍ବତୀ, ଆଉ ଯେଉଁ ବିଶ୍ୱାସ ରହିଛି ତାହା ମହାଦେବ। ଏହା ବିନା ଏହି ଶ୍ରଦ୍ଧା ଓ ବିଶ୍ୱାସ ନ ରହିଲେ ମନୁଷ୍ୟ ନିଜର ଅନ୍ତଃକରଣରେ ରହିଥିବା ଈଶ୍ୱରକୁ ଦେଖିପାରେନା। ଲୋକେ ମୋତେ ପଚାରନ୍ତି ଯେ ଯଦି ସମସ୍ତେ ରାମ, ତ ରାମ ଏକ ନ ହୋଇ ଅନନ୍ତ ହୋଇଛନ୍ତି, ଆଉ ଯଦି ସମସ୍ତେ ରାମ ଓ ରାମ ଅନନ୍ତ, ତେବେ ତାଙ୍କର ଚରିତ୍ର ରାମାୟଣ ଅନେକ ହେବ। ଠିକ୍ ଏହି କଥା ସ୍ୱୟଂ ରାମାୟଣରେ କୁହାଯାଇଛି। ରାମ ଅନନ୍ତ ଅନନ୍ତ ଗୁଣାନି, ଜନ୍ମ କର୍ମ ଅନନ୍ତ ନାମାନି। ଉତ୍ତରକାଣ୍ଡ ଦୋହା 51:3। ଅର୍ଥ, ରାମ ଅନନ୍ତ, ଗୁଣ ମଧ୍ୟ ଅନନ୍ତ, ତାହାର ଜନ୍ମ କର୍ମ ନାମ ମଧ୍ୟ ଅନନ୍ତ। ଯଦି ସଂସାରରେ ସବୁ ଲୋକ ରାମ ଅଟନ୍ତି ଓ ସବୁ ଥିଲେ, ଆଉ ଆଗକୁ ଯେଉଁମାନେ ହେବେ ସମସ୍ତେ ରାମ ହିଁ ହେବେ, ତେବେ ତାହାର ଗଣନା କିଏ କରିପାରିବ? ଯଦି ରାମ ଅନନ୍ତ ହେବେ ତ ଏହିସବୁ ରାମମାନଙ୍କର ଜନ୍ମ କର୍ମ ଓ ନାମ ମଧ୍ୟ ଅନନ୍ତ ହେବ। ତେଣୁ ରାମଚରିତ ଶତକୋଟି ଅପାରା, ଶ୍ରୁତି ଶାରଦା ନ ବର ନେଇପାରା। ଉତ୍ତରକାଣ୍ଡ 51:2। ରାମ ଯଦି ଅନନ୍ତ ହେଲେ ତାଙ୍କର ଜୀବନ ଚରିତ ମଧ୍ୟ ଅନେକ ଓ ଅନନ୍ତ ହେବ, ତ ତାହାର ବର୍ଣ୍ଣନା କିଏ କରିପାରିବ? ଏଥିପାଇଁ ଉପର ଚଉପାଇରେ କୁହାଯାଇଛି ଯେ ରାମଚରିତ ତ 100 କୋଟି ନୁହେଁ, କିନ୍ତୁ ଅନେକ ଶତକୋଟି ଅର୍ଥାତ୍ ଅନନ୍ତ ପର୍ବ। ଏହାକୁ ବେଦ ଓ ଶାରଦା କହି ପାର ହୋଇପାରିବେ ନାହିଁ। ବର୍ତ୍ତମାନ ରାମ ଅନନ୍ତ ହେଲେ ତାଙ୍କର ଚରିତ୍ର ଅନନ୍ତ ହେଲା, ତେବେ ତ ରାମାୟଣ ମଧ୍ୟ ଅନନ୍ତ ହେବ। ଏହି କଥା କୁହାଯାଇଛି ମଧ୍ୟ। ନାନା ଭାନ୍ତି ରାମ ଅବତାରା, ରାମାୟଣ ଶତକୋଟି ଅପାରା। ବାଳକାଣ୍ଡ 32:6। ରାମ ଅନନ୍ତ, ତେବେ ତାହାର ଜନ୍ମ ଅନନ୍ତ, ଅନେକ ଅବସରରେ ଅନେକ ପ୍ରକାରରେ ହେଲା। ତେବେ ଉପରର ଚଉପାଇ ଠିକ୍ କହୁଛି ଯେ ରାମର ଅବତାର ଅନେକ ପ୍ରକାରରେ ହେଲା, ତ ରାମାୟଣ ଅନନ୍ତ ଆଉ ଅସଂଖ୍ୟ ଅରବ ହେବ। ଶତକୋଟିରେ 1 ଅରବ, ଆଉ 100 କୋଟି ଯେତେ ଅନନ୍ତ ଅସଂଖ୍ୟ, ତେବେ ଅପାର ଅସଂଖ୍ୟ ଓ ଅନନ୍ତ ଅରବ ରାମାୟଣ ହେବ। ଦେଖ, ଏ ସମୟରେ ସମସ୍ତ ସଂସାରର ଜନସଂଖ୍ୟା 4 ଅରବରୁ କମ୍ ହେବ। ତେବେ ପ୍ରାୟ 4 ଅରବ ରାମାୟଣ ମଧ୍ୟ ରଚନା ହୋଇପାରିବ। ପୁଣି ଯେତେବେଳେ ଏହିପରି ଅନନ୍ତ କାଳ ଅତୀତ ହୋଇଗଲାଣି, ଆଉ ଅନନ୍ତ କାଳ ମଧ୍ୟ ଆଗକୁ ହେବ, ତେବେ ରାମାୟଣ ମଧ୍ୟ ଅନନ୍ତ ଅସଂଖ୍ୟ ଅରବ ହୋଇସାରିଛି, ଆଉ ଆଗକୁ ହେବ। ଏଥିରେ ସନ୍ଦେହ କରିବାର କ'ଣ ଅଛି? ତଥା ଅନନ୍ତରାଗ ଭଗବାନା, ତଥା କଥା କୀରତି ଗୁଣ ନାନା ନାନା। ବାଳକାଣ୍ଡ 113:4। ହରିଗୁଣ ନାମ ଅପାର, କଥା ରୂପ ଗଣତି ଅମିତ। ମେଇ ନିଜମତି ଅନୁସାର କହଇ, ଉମା ସାଦର ଶୁଣହୁଁ। ବାଳକାଣ୍ଡ 16:120। ତେଣୁ ଯେଉଁପରି ରାମ ଭଗବାନ ଅନନ୍ତ, ସେହିପରି ତାହାର ନାନା ନାନା ପ୍ରକାରର ଗୁଣ ଓ କୀର୍ତ୍ତି ମଧ୍ୟ ଅନେକ ପ୍ରକାରର। ଏହା ଶୁଣି ଆଶ୍ଚର୍ଯ୍ୟ ଓ ଚକିତ ହେବା ଉଚିତ ନୁହେଁ। ରାମ ଅନନ୍ତ, ଅନନ୍ତ ଗୁଣ ଅମିତ କଥା ବିସ୍ତାର, ଶୁନି ଆଚରଜ ନ ମାନିହି ଜିନକେ ବିମଲ ବିଚାର। ବାଳକାଣ୍ଡ 33। ରାମ ଅନନ୍ତ ଅଟେ ଓ ତାହାର ଗୁଣ ମଧ୍ୟ ଅନନ୍ତ ହେବ, ଆଉ ସେହି ସବୁ ଲୋକର ଜୀବନ କଥାର ବିସ୍ତାର ମଧ୍ୟ ଅସଂଖ୍ୟ ଓ ଅନନ୍ତ ରୂପ ହେବ। ତେଣୁ ଯେଉଁ ଲୋକମାନେ ନିର୍ମଳ ବିଚାର
ରହିଛି, ଯେଉଁ ଲୋକମାନଙ୍କର ନିର୍ମଳ ବିଚାର ରହିଛି, ଅର୍ଥାତ୍ ଏହା ବୁଝି ସାରିଛନ୍ତି କି ସଂସାରରେ ଯେତେ ମନୁଷ୍ୟ ଅଛନ୍ତି ସମସ୍ତେ ରାମ, ତେବେ ତାଙ୍କର ଚରିତ୍ର ରାମାୟଣର କଥା ମଧ୍ୟ ଅସଂଖ୍ୟ ଓ ଅନନ୍ତ ହେବ। ତେଣୁ ଏହା ଶୁଣି ଆଶ୍ଚର୍ଯ୍ୟ ହେବେ ନାହିଁ। ଜୟ ଜୀବ।